ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ ମାଘ ସପ୍ତମୀରେ ବୁଡ଼ ପକାଯାଏ କାହିଁକି, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ସୂର୍ଯ୍ୟ ସକଳ ଶକ୍ତିର ଆଧାର ଏବଂ କେନ୍ଦ୍ର। ସୂର୍ଯ୍ୟଙ୍କ ଉପରେ ସୃଷ୍ଟି ଏବଂ ବିଲୟ ନିର୍ଭରଶୀଳ। ସମସ୍ତ ପ୍ରାଚୀନ ସଂସ୍କୃତିରେ ସୌର ଉପାସନା ପ୍ରଚଳିତ ଥିଲା। ଓଡ଼ିଶାରେ ନିର୍ଦ୍ଦିଷ୍ଟ ଭାବରେ କେବେଠାରୁ ସୂର୍ଯ୍ୟ ପୂଜା ପ୍ରଚଳିତ ଜଣାଯାଏ ନାହିଁ। ଏହା ବହୁତ ପ୍ରାଚୀନ କାଳରୁ ସୂର୍ଯ୍ୟ ପୂଜା କରାଯାଉଛି। କିମ୍ବଦନ୍ତୀ ଅନୁସାରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୋଣାର୍କର ଅର୍କ କ୍ଷେତ୍ରରେ ସୂର୍ଯ୍ୟ ପୂଜା କରି କୁଷ୍ଠ ବ୍ୟାଧିରୁ ମୁକ୍ତି ଲାଭ କରିଥିଲେ। ଶ୍ରୀମନ୍ଦିରରେ ମଧ୍ୟ ସୂର୍ଯ୍ୟଙ୍କର ପୂଜା ହିଁ ସମସ୍ତଙ୍କର ନୀତିର ପ୍ରଥମ ନିୟାମକ। ସୂର୍ଯ୍ୟ ପୂଜା ସହିତ ସମ୍ପର୍କିତ ଅନ୍ୟ ଏକ ପ୍ରମୁଖ ଉତ୍କଳୀୟ ଉତ୍ସବ ପାଳନ ହେଉଛି ମାଘ ସପ୍ତମୀ ମେଳା। ଏକଦା ମାଘ ସପ୍ତମୀରେ ଚନ୍ଦ୍ରଭାଗାଠାରେ ବୁଡ଼ ପକାଇବା ପାଇଁ ଶହ ଶହ କିଲୋମିଟର ଦୂରରୁ ଚାଲି ଚାଲି ଭକ୍ତ ଶ୍ରଦ୍ଧାଳୁମାନେ ଆସୁଥିଲେ। ମାଘ ମାସର ଭୀଷଣ ଥଣ୍ଡା ସତ୍ତ୍ୱେ ଓଡ଼ିଶାର ପୁରପଲ୍ଲୀରୁ ହଜାର ହଜାର ଲୋକ ପ୍ରାତଃକାଳରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟ ପୂଜା କରନ୍ତି। ଏହାକୁ ସୌର ଗୁଣ୍ଡିଚା ବା ସୌର ରଥଯାତ୍ରା ବା ରଥ ସପ୍ତମୀ ମଧ୍ୟ କୁହାଯାଏ। ସପ୍ତମୀ ବୁଡ଼ ମାଘ ମାସରେ ହିଁ ପକାଯାଏ। ମାଘ ସପ୍ତମୀରେ ବୁଡ଼ ଓଡ଼ିଶାର ଚନ୍ଦ୍ରଭାଗା ତୀର୍ଥରେ ପକାଯାଏ। ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ। ମାଘ ମାସର ସପ୍ତମୀ ବୁଡ଼ ପକାଇ ସାରିବା ପରେ ନବଗ୍ରହ ଦେବଙ୍କୁ ଦର୍ଶନ କରାଯାଏ। ମାଘ ସପ୍ତମୀରେ ବୁଡ଼ ପକାଇବାର କାରଣ ହେଉଛି ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କୁ କୁଷ୍ଠରୋଗ ହୋଇଥିଲା। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଭଗବାନଙ୍କୁ ପୂଜା କରି ଆରୋଗ୍ୟ ଲାଭ କରିଥିଲେ। ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟଙ୍କୁ ପୂଜା ଏବଂ ନବଗ୍ରହ ଦେବଙ୍କୁ ଦର୍ଶନ କରିବା ଦ୍ୱାରା ଆରୋଗ୍ୟ ଲାଭ କରିଥିଲେ।